L&T ଶ୍ରମିକ ଆଶ୍ରୟସ୍ଥଳୀରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଜଳିଲା 20ଟି ଶ୍ରମିକଙ୍କ ଆଶ୍ରୟସ୍ଥଳୀ। ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ 500 ଶ୍ରମିକ। ବଙ୍କରରେ ଶୋଇଥିବା ବେଳେ ଲାଗିଥିଲା ନିଆଁ। ରାତି ଅଧରେ ରାସ୍ତାରେ ବୁଲିଲେ ଶତାଧିକ ଶ୍ରମିକ। ଗତକାଲି ବିଳମ୍ବିତ ରାତ୍ରିରେ କଟକ ଜଗତପୁର ଥାନା ନଜରପୁରଠାରେ କଟକ SCB ମେଡିକାଲର ରୂପାନ୍ତରଣ ଲାଗି ଦିଆଯାଇଥିବା ଠିକା ସଂସ୍ଥା L&Tର ନଜରପୁରଠାରେ ଏକ ଶ୍ରମିକ ଆଶ୍ରୟସ୍ଥଳୀରେ ବିଦ୍ୟୁତ୍ ସର୍କିଟ୍ ଯୋଗୁଁ ପାଖାପାଖି 20ଟି ବଙ୍କରରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ କୌଣସି ଲୋକ ଆହତ ବା ମୃତାହତ ହୋଇନାହାନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଚାଉଳିଆଗଞ୍ଜ ଓ କଟକର 4ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି 2 ଘଣ୍ଟା ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ଅନୁସାରେ ଗତକାଲି ରାତି 1:30 ସମୟରେ ପ୍ରଥମେ ଗୋଟିଏ ବଙ୍କରରେ ହଠାତ୍ ବିଦ୍ୟୁତ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା ଏବଂ ପରେ ପରେ ଅନ୍ୟ ବଙ୍କରଗୁଡ଼ିକୁ ନିଆଁ ବ୍ୟାପି ଯାଇଥିଲା। ଏଠାରେ ଆଉ ଗୋଟିଏ କଥା ମନେ ପକାଇ ଦେଉଛୁ ଯେ ଗତବର୍ଷ ମଧ୍ୟ ଏହି ସମାନ ଜାଗାରେ ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ 60ରୁ ଉର୍ଦ୍ଧ୍ୱ ବଙ୍କରରେ ନିଆଁ ଲାଗିଥିଲା, ଫଳରେ ଅନେକ ଧନ ସମ୍ପତ୍ତି ନଷ୍ଟ ହୋଇଥିଲା। ତେଣୁ ବର୍ତ୍ତମାନର ସବୁଠୁ ବଡ଼ କଥା ହେଉଛି ଏଭଳି ଏକ ସଂସ୍ଥାର 500ରୁ ଉର୍ଦ୍ଧ୍ୱ ଶ୍ରମିକ ଲୁହା ନିର୍ମିତ ବଙ୍କରରେ ରହୁଥିବା ବେଳେ ସେମାନଙ୍କ ନିକଟରେ ଫାୟାର ସେଫ୍ଟି ଉପକରଣ କିମ୍ବା ଫାୟାର ସେଫ୍ଟି ଅନୁମୋଦନ ନାହିଁ। ଏହାକୁ ଜିଲ୍ଲା ପ୍ରଶାସନ କାହିଁକି ଅଣଦେଖା କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଧରିଛି।